ଏୟାରବସ୍ A320 ବିମାନ ଏକ ବଡ଼ ଧରଣର ସଫ୍ଟୱେର ତ୍ରୁଟି ଦେଖାଦେଇଛି, ଯାହା ସାରା ବିଶ୍ୱରେ ବିମାନ ସେବାକୁ ପ୍ରଭାବିତ କରିଛି। ଯାହା ତୀବ୍ର ସୌର ବିକିରଣ ବା ଇନ୍ଷ୍ଟଲେସନ ସୋଶାଲ ରାଡିଆନ୍ସ ଦ୍ୱାରା ଫ୍ଲାଇଟ୍ କଣ୍ଟ୍ରୋଲ ତଥ୍ୟକୁ ପ୍ରଭାବିତ କରିପାରେ ବୋଲି ଚିହ୍ନଟ କରାଯାଇଛି। ଏହି ସମସ୍ୟା ଯୋଗୁଁ ବିଶ୍ୱବ୍ୟାପୀ, ବିଶେଷ କରି ଭାରତରେ ଉଡ଼ାଣ ସେବାରେ ବିଳମ୍ବ ହେଉଛି। ସାରା ବିଶ୍ୱରେ ପ୍ରାୟ 6,000 ବିମାନ ଉଡ଼ାଣ ଭରିବାର ହୋଇଥିବା ବେଳେ ଭାରତରେ 100ରୁ ଅଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଏହି ତ୍ରୁଟି A320 ପରିବାରର ବିମାନରେ ଦେଖାଦେଇଛି। ଏହା ଯୋଗୁଁ ବିମାନର ପିଚ୍ ନିୟନ୍ତ୍ରଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏକ ବୈଶ୍ୱିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତୀବ୍ର ସୌର ବିକିରଣ ଫଳରେ ଫ୍ଲାଇଟ୍ କଣ୍ଟ୍ରୋଲ ପାଇଁ ଆବଶ୍ୟକୀୟ ତଥ୍ୟ ନଷ୍ଟ ହୋଇପାରେ। ୟୁରୋପୀୟ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକରେ ତୁରନ୍ତ ସଫ୍ଟୱେର ଏବଂ କିମ୍ବା ହାର୍ଡୱେର ଅପଗ୍ରେଡ୍ କରିବାକୁ କୁହାଯାଇଛି। ଭାରତୀୟ ବିମାନ ସେବା ପ୍ରଦାନକାରୀ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏହି ସମସ୍ୟା ଯୋଗୁଁ ସେମାନଙ୍କର କିଛି ଉଡ଼ାଣରେ ବିଳମ୍ବ କିମ୍ବା ବାତିଲ ହେବାର ଆଶଙ୍କା ଥିବା ନେଇ ଯାତ୍ରୀମାନଙ୍କୁ ସତର୍କ କରିଛନ୍ତି।